ଆଜି ଆସନ୍ତୁ ଆମ୍ଭେ ପ୍ରଥମ ଫଳର ପର୍ବ ଓ ପୁନରୁତ୍ଥାନର ଆଶା ଏହି ବିଷୟ ଅନ୍ତର୍ଗତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। ମନୁଷ୍ୟମାନେ ଭାବିଥିଲେ କି ଥରେ ମରିବା ପରେ ସେମାନଙ୍କର ସମସ୍ତ ବସ୍ତୁ ଶେଷ ହୋଇଯାଏ। ସେମାନଙ୍କର ପାଖରେ ପୁନରୁତ୍ଥାନ ପାଇଁ କୌଣସି ଆଶା ନଥିଲା। କିନ୍ତୁ ପୁନରୁତ୍ଥାନର ଦିନ ଦ୍ୱାରା ପରମେଶ୍ୱର ଆମ୍ଭମାନଙ୍କୁ ଜାଗୃତ କରୁଛନ୍ତି କି ଆମ୍ଭମାନଙ୍କ ପରିବର୍ତ୍ତନ ଓ ସ୍ୱର୍ଗ ରାଜ୍ୟରେ ପରମେଶ୍ୱରଙ୍କ ସହିତ ଅନନ୍ତ ଜୀବନ ଓ ଆଶୀର୍ବାଦର ଆନନ୍ଦ ନେବାର ଗୋଟିଏ ପଥ ଅଛି। ଆଜି ମୁଁ ଆମ୍ଭମାନଙ୍କୁ ଏହି ଆଶୀର୍ବାଦ ପ୍ରଦାନ କରିବା ପାଇଁ ସ୍ୱର୍ଗୀୟ ପିତା ଓ ମାତାଙ୍କୁ ଆଉ ଥରେ ଧନ୍ୟବାଦ ଦେଉଅଛି। ଆଜି ପୁନରୁତ୍ଥାନର ଦିନ, ଆଉ ଏହା ପୁରାତନ ନିୟମର ପର୍ବ ମଧ୍ୟରୁ ପ୍ରଥମ ଫଳର ପର୍ବକୁ ଦର୍ଶାଉଅଛି। ଯୀଶୁ ନିସ୍ତାର ପର୍ବ ପାଳନ କଲେ ଓ ପରଦିନ ଖମିର ଶୂନ୍ୟ ରୁଟିର ଦିନ କ୍ରୁଶରେ ମଲେ। ଆଉ ତୃତୀୟ ଦିନ, ଯାହା ବିଶ୍ରାମ ଦିନର ପରେ ରବିବାର ଥିଲା, ତାହାଙ୍କର ପୁନରୁତ୍ଥାନ ହେଲା। ଯେତେବେଳେ ଆମ୍ଭେ ଏହି ସମସ୍ତ ପ୍ରକ୍ରିୟାରେ ନଜର ପକାଇବା, ତେବେ ଆମ୍ଭେ ଦେଖିପାରିବା କି ଯୀଶୁ ଏହା କହୁଥାଇ ନିସ୍ତାର ପର୍ବରେ ପ୍ରତିଜ୍ଞା ଦେଲେ ଯେ ମନୁଷ୍ୟ ପୁତ୍ରଙ୍କ ମାଂସ ଭୋଜନ କରିବ ଓ ତାହାର ରକ୍ତ ପାନ କରିବ, ସେ ଅନନ୍ତ ଜୀବନ ପ୍ରାପ୍ତ କରେ। ଶିଷ୍ୟମାନେ ସେହି ଆଶୀର୍ବାଦ ପ୍ରତିଜ୍ଞାରେ ବହୁତ ହିଁ ଆନନ୍ଦ ଥିଲେ। ହଁ ନା? ତାହାପରେ କ୍ରୁଶରେ ଯୀଶୁଙ୍କ ଦୁଃଖ ଓ ମୃତ୍ୟୁର ସମୟ ଥିଲା। ଏହା କେତେ ଦୁଃଖପୂର୍ଣ୍ଣ ଥିଲା। ନିସ୍ତାର ପର୍ବରେ ଆନନ୍ଦ ସେମାନଙ୍କୁ ଦିଆଯାଇଥିଲା, କିନ୍ତୁ ଖମିର ଶୂନ୍ୟ ରୁଟିର ପର୍ବରେ ଦୁଃଖ ଓ ଯନ୍ତ୍ରଣା ଆସିଲା। ତାହାପରେ ସେମାନଙ୍କୁ ପୁନରୁତ୍ଥାନର ମହିମା ଦିଆଗଲା। ସେହି ଦିନଗୁଡ଼ିକରେ ପ୍ରଥମ ଚର୍ଚ୍ଚର ସଦସ୍ୟଙ୍କ ପାଇଁ ଓ ଯୀଶୁଙ୍କ ଶିଷ୍ୟମାନଙ୍କ ପାଇଁ ପୁନରୁତ୍ଥାନ ସତରେ ଆଶାର ଏକ ଅଦ୍ଭୁତ ସନ୍ଦେଶ ଥିଲା। ଯେଉଁଠାରେ ପରମେଶ୍ୱରଙ୍କ ସନ୍ତାନମାନେ ସୁସମାଚାର ପ୍ରସାରିତ କଲେ, ସେଠାରେ ସେମାନେ ପୁନରୁତ୍ଥାନର ସନ୍ଦେଶ ପ୍ରଚାର କଲେ। ଲୋକମାନେ ଭାବିଥିଲେ କି ଥରେ ମରିବା ପରେ ସେମାନଙ୍କ ସମସ୍ତ ବସ୍ତୁ ସମାପ୍ତ ହୋଇଯାଏ। କିନ୍ତୁ ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ଅର୍ଥାତ୍ ପବିତ୍ର ଆତ୍ମାଙ୍କ ଯୁଗରେ ଖ୍ରୀଷ୍ଟ ଆଂସାହଂ ଆମ୍ଭମାନଙ୍କ ପିତା ଓ ନୂତନ ଜେରୁସଲେମ ସ୍ୱର୍ଗୀୟ ମାତା ଉପରେ ବିଶ୍ୱାସ କରନ୍ତି, ସେମାନେ ମରିବା ବ୍ୟତୀତ ବଞ୍ଚିବେ। ସନ୍ଦେଶ ଯେ କେହି ବଞ୍ଚେ ଓ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରେ, ସେ ପରିବର୍ତ୍ତିତ ହେବ ଓ ତାହାର ନେତୃତ୍ୱ ଅନନ୍ତ ସ୍ୱର୍ଗ ରାଜ୍ୟରେ ହେବ। ତୀବ୍ରତାରେ ସମସ୍ତ ଲୋକଙ୍କଠାରେ ପ୍ରସାରିତ ହୋଇଗଲା, ଯେଉଁମାନେ ମୃତ୍ୟୁର ଶକ୍ତିର ଅଧୀନରେ ଥିଲେ। ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ସୁସମାଚାର ଶୁଣି ଲୋକମାନଙ୍କଠାରେ ପୁନରୁତ୍ଥାନର ଆଶା ଉଦୟ ହେଲା। ସେମାନେ ପାପ ଓ ମୃତ୍ୟୁର ବାନ୍ଧି ହୋଇ ମରିବା ପାଇଁ ନିଯୁକ୍ତ ଥିଲେ। ଏଥିପାଇଁ ସେମାନେ ଭାବିପାରିବେ, ସମୟ ଏତେ ଶୀଘ୍ର ବିତି ଯାଉଅଛି, ମୁଁ ଏତେ ଶୀଘ୍ର ବୁଢ଼ା ହୋଇଗଲି, ମୋ ମରିବା ପରେ କିଛି ମଧ୍ୟ ରହିବ ନାହିଁ, ମନୁଷ୍ୟଙ୍କ ଜୀବନ କେତେ ଅର୍ଥହୀନ। କିନ୍ତୁ ସେମାନେ ପୁନରୁତ୍ଥାନ ଓ ପୁନରୁତ୍ଥାନ ପରେ ଆସୁଥିବା ଅନନ୍ତ ସ୍ୱର୍ଗ ରାଜ୍ୟର ସୁସମାଚାର ଶୁଣି ପ୍ରୋତ୍ସାହିତ ହେବାକୁ ଲାଗିଲେ। ଏହା ଆମମାନଙ୍କ ଜୀବନର ମୂଳ। ପୃଥିବୀରେ ଆମ୍ଭମାନଙ୍କ କ୍ଷୁଦ୍ର ଜୀବନର ମୂଳ ତତ୍ତ୍ୱ ନୁହେଁ। ତାହା କେବଳ ପୃଥିବୀର ବିଦେଶୀ ଜୀବନ ଥିଲା। ପର୍ବ ଯାହା ଆମ୍ଭମାନଙ୍କୁ ଏହା ଅନୁଭବ କରିବାକୁ ଦିଏ, ପୁନରୁତ୍ଥାନର ଦିନ ଆମ୍ଭମାନଙ୍କୁ ପୁନରୁତ୍ଥାନ ଦିନର ପର୍ବର ଆରମ୍ଭ ଓ ସେହି କାରଣକୁ ମଧ୍ୟ କି କାହିଁକି ଖ୍ରୀଷ୍ଟ ତୃତୀୟ ଦିନ ରବିବାରକୁ ପୁନରୁତ୍ଥାନ ହେବାକୁ ପଡ଼ିଲା, ସ୍ପଷ୍ଟ ରୂପରେ ଜାଣିବାର ଆବଶ୍ୟକତା ଅଛି। ସବୁ ବିଷୟ ନିକଟରେ ସ୍ୱୟଂ କାରଣ ଅଛି। ଆସନ୍ତୁ ଆମ୍ଭେ ପ୍ରଥମ ଫଳର ପର୍ବ ଦ୍ୱାରା କାରଣକୁ ଦେଖିବା। ପ୍ରଥମେ ପୁରାତନ ନିୟମର ସମୟରେ ପ୍ରଥମ ଫଳର ଦିନର ଆରମ୍ଭ ବିଷୟରେ ଆସନ୍ତୁ ଆମ୍ଭେ ଯାତ୍ରା ପୁସ୍ତକ ଅଧ୍ୟାୟ 14 ପଦ 1 ଉପରେ ନଜର ପକାଇବା। ଏଥି ଉତ୍ତାରେ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ତୁମମାନେ ଫେରି ପିହହିରତର ପୂର୍ବ ଦିଗରେ ମିଗଦଲ ଓ ସମୁଦ୍ର ମଧ୍ୟରେ ଛାଉଣି ସ୍ଥାପନ କର। ତୁମେମାନେ ବାଲ ସପନ ଆଗରେ ଅର୍ଥାତ୍ ତାହାର ସମ୍ମୁଖରେ ସମୁଦ୍ର ନିକଟରେ ଛାଉଣି ସ୍ଥାପନ କର। ତହିଁରେ ଫାରୋ ଇସ୍ରାଏଲ ସନ୍ତାନଗଣ ବିଷୟରେ କହିବ, ସେମାନେ ଦେଶ ମଧ୍ୟରେ ଧନ୍ଦଳା ହୋଇଅଛନ୍ତି ଓ ପ୍ରାନ୍ତର ସେମାନଙ୍କ ପଥ ରୁଦ୍ଧ କରିଅଛି। ଆଉ ଆମ୍ଭେ ଫାରୋର ହୃଦୟ କଠିନ କରିବା, ତହିଁରେ ସେ ସେମାନଙ୍କ ପଛେ ପଛେ ଦୌଡ଼ିବ। ପୁଣି ଆମ୍ଭେ ଫାରୋ ଓ ତାହାର ସକଳ ସୈନ୍ୟ ଦ୍ୱାରା ସଂଗ୍ରାମ ପାଇବା।
ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଏହି ମିଶ୍ରୀୟ ଲୋକମାନେ ଜାଣିବେ, ତହୁଁ ସେମାନେ ସେହିପରି କଲେ। ଏଥି ଉତ୍ତରେ ଲୋକମାନେ ପଳାଇ ଅଛନ୍ତି। ଏହି ସମ୍ବାଦ ମିଶ୍ରୀୟ ରାଜାଙ୍କୁ ଜଣାଯାନ୍ତେ ଲୋକମାନଙ୍କ ବିଷୟରେ ଫାରୋଙ୍କର ଓ ତାଙ୍କର ଦାସମାନଙ୍କ ଅନ୍ତଃକରଣ ପରିବର୍ତ୍ତିତ ହେଲା। ତହୁଁ ସେମାନେ କହିଲେ, ଆମ୍ଭେମାନେ ଏ କି କର୍ମ କରିଅଛୁ? କାହିଁକି ଇସ୍ରାଏଲକୁ ଆପଣମାନଙ୍କ ଦାସତ୍ୱରୁ ଛାଡ଼ି ଦେଇଅଛୁ? ତହୁଁ ରାଜା ଆପଣା ରଥ ପ୍ରସ୍ତୁତ କରାଇଲେ ଓ ଆପଣା ଲୋକମାନଙ୍କୁ ସଙ୍ଗରେ ନେଲେ। ପୁଣି 600 ବଛା ରଥ ଓ ମିଶ୍ରୀୟମାନଙ୍କର ସମସ୍ତ ରଥ ଓ ପ୍ରତ୍ୟେକ ରଥରେ ଯୋଦ୍ଧାମାନଙ୍କୁ ନେଲେ। ଇସ୍ରାଏଲୀୟମାନେ ଅନୁଗ୍ରହ ପୂର୍ବକ ନିସ୍ତାର ପର୍ବ ପାଳନ କଲେ। ଆଉ ପ୍ରଥମ ଜାତକୁ ନଷ୍ଟ କରିବାର ବିପତ୍ତି ମିଶର ଦେଶରେ ପଡ଼ିଲା। କିନ୍ତୁ ଗୋସନ ଦେଶକୁ, ଯେଉଁଠି ଇସ୍ରାଏଲମାନେ ନିସ୍ତାର ପର୍ବ ପାଳନ କଲେ, ମିଶ୍ରୀୟଙ୍କ ହିଁ ଦେଶ ହେଲେ ମଧ୍ୟ କଦାପି ମଧ୍ୟ ଦଣ୍ଡ ଦିଆଗଲା ନାହିଁ। ସମସ୍ତ ବିପତ୍ତି ଗୋସନ ପ୍ରଦେଶ ଦେଇ ପାର ହୋଇଗଲା। ପ୍ରଥମ ମାସର ଚତୁର୍ଦ୍ଦଶ ଦିନକୁ ନିସ୍ତାର ପର୍ବ ପାଳନ କରିବା ପରେ ଇସ୍ରାଏଲ 15 ଦିନ ଖମିର ଶୂନ୍ୟ ରୁଟିର ପର୍ବ ଦିନରେ ମିଶର ଦେଶରୁ ବାହାରି ଆସିଲେ। କିନ୍ତୁ ତାହାପରେ ସୁପ ସମୁଦ୍ର ସେମାନଙ୍କ ପଥ ଅବରୋଧ କଲା ଓ ଫାରୋଙ୍କ ସୈନ୍ୟ ସେମାନଙ୍କ ପଛରେ ଥିଲା। ରାଜା ତାଙ୍କ ମନ ପରିବର୍ତ୍ତନ କଲେ ଓ ସୈନ୍ୟଗଣକୁ ଇସ୍ରାଏଲମାନଙ୍କୁ ଧରିବାର ଆଜ୍ଞା ଦେଲେ, ଯିଏ ସେମାନଙ୍କୁ ଯିବାକୁ ଦେଇଥିଲେ। ଏହି ଆଦେଶ ଦେବା ପରେ ସେ ଇସ୍ରାଏଲମାନଙ୍କୁ ଫେରାଇ ଆଣିବା ନିମନ୍ତେ ସ୍ୱୟଂ ଆପଣା ସୈନ୍ୟର ନେତୃତ୍ୱ କଲେ। ଇସ୍ରାଏଲୀ ଲୋକେ ଅସହାୟ ଥିଲେ। ସୁପ ସମୁଦ୍ର ସେମାନଙ୍କ ସମ୍ମୁଖରେ ଥିଲା ଓ ମିଶ୍ରୀୟ ସେନା ସେମାନଙ୍କ ପଛରେ ଥିଲା। ଏହି ନିରାଶା ପରିସ୍ଥିତିରେ ପରମେଶ୍ୱର ମୋଶାଙ୍କୁ ସୁପ ସମୁଦ୍ରରେ ଆପଣା ଯଷ୍ଟିକୁ ହାତରେ ଉଠାଇବାକୁ କହିଲେ, ଆଉ ସମୁଦ୍ରକୁ ଶୁଷ୍କ ଭୂମି ପରି ଭାଗ କଲେ। ସମୁଦ୍ରର ପାଣି ସେମାନଙ୍କ ଡାହାଣ ପାର୍ଶ୍ୱ ଓ ବାମ ପାର୍ଶ୍ୱ ପ୍ରାଚୀର ହେଲା, ଆଉ ଇସ୍ରାଏଲମାନେ ପାଣିର ପ୍ରାଚୀର ମଧ୍ୟରେ ପଥକୁ ଅତିକ୍ରମ କଲେ। ଯେଉଁଦିନ ସେମାନେ ସୁପ ସମୁଦ୍ର ସୁରକ୍ଷିତ ରୂପରେ ଅତିକ୍ରମ କଲେ, ତାହା ରବିବାର ଥିଲା। ରବିବାର ଭୋରକୁ ଅର୍ଥାତ୍ ବିଶ୍ରାମ ଦିନର ପରଦିନ ଇସ୍ରାଏଲମାନେ ସୁପ ସମୁଦ୍ର ଅତିକ୍ରମ କଲେ। ଆମ୍ଭେ ଏହି ଇତିହାସକୁ ବାଇବଲରେ ଦେଖିପାରିବା। ଯାତ୍ରା ପୁସ୍ତକ ଅଧ୍ୟାୟ 15 ପଦ 10। ମାତ୍ର ତୁମ୍ଭେ ଆପଣା ନିଶ୍ୱାସ ଦ୍ୱାରା ଫୁଙ୍କି ଦେଲ, ସମୁଦ୍ର ସେମାନଙ୍କୁ ଆଚ୍ଛାଦନ କଲା, ସେମାନେ ସୀସା ପରି ଗଭୀର ଜଳରେ ବୁଡ଼ିଗଲେ। ହେ ସଦାପ୍ରଭୁ, ଦେବଗଣ ମଧ୍ୟରୁ ତୁମ୍ଭ ତୁଲ୍ୟ କିଏ? ତୁମ୍ଭ ସମାନ ପବିତ୍ରତାରେ ଆଦରଣୀୟ, ପ୍ରଶଂସାରେ ଭୟାନକ ଓ ଆଶ୍ଚର୍ଯ୍ୟ କ୍ରିୟାକାରୀ କିଏ? ତୁମ୍ଭେ ଆପଣା ଦକ୍ଷିଣ ହସ୍ତରେ ବିସ୍ତାର କଲ, ପୃଥିବୀ ସେମାନଙ୍କୁ ଗ୍ରାସ କଲା। ଶେଷରେ ପରମେଶ୍ୱର ଫାରୋଙ୍କ ସମସ୍ତ ସୈନ୍ୟଗଣକୁ ସମ୍ପୂର୍ଣ୍ଣ ରୂପରେ ପାଣିରେ ବୁଡ଼ାଇ ଅନୁଗ୍ରହପୂର୍ଣ୍ଣ ପରିଣାମ ଆଣିଲେ। ହଁ ନା? ଯେତେବେଳେ ମୋଶା ସୁପ ସମୁଦ୍ରରେ ଆପଣା ଯଷ୍ଟିକୁ ହାତରେ ଉଠାଇଲେ, ତେବେ ସମୁଦ୍ର ବିଭାଜିତ ହେଲା ଓ ଶୁଷ୍କ ଭୂମିରେ ପରିବର୍ତ୍ତନ ହୋଇଗଲା। ଯେତେବେଳେ ସେ ପୁନର୍ବାର ଆପଣା ହାତ ଉଠାଇଲେ, ତେବେ ବିଭାଜିତ ହୋଇଥିବା ସମୁଦ୍ର ଯେମିତିକି ସେମିତି ହୋଇଗଲା ଓ ସମସ୍ତ ମିଶ୍ରୀୟ ସୈନ୍ୟଗଣ ନଷ୍ଟ ହୋଇଗଲେ। ଆସନ୍ତୁ ଆମ୍ଭେ ଯାତ୍ରା ପୁସ୍ତକ ଅଧ୍ୟାୟ 14 ପଦ 21 ଦେଖିବା। ଏଥି ଉତ୍ତରେ ମୋଶା ସମୁଦ୍ର ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ ସଦାପ୍ରଭୁ ସେହି ସମସ୍ତ ରାତ୍ରି ପ୍ରବଳ ପୂର୍ବୀୟ ବାୟୁ ଦ୍ୱାରା ସମୁଦ୍ରକୁ ପଶ୍ଚାତ ହଟାଇ ଶୁଷ୍କ କଲେ ଓ ଜଳ ଦୁଇ ଭାଗ ହେଲା। ତହିଁରେ ଇସ୍ରାଏଲ ସନ୍ତାନଗଣ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ଗମନ କଲେ। ପୁଣି ସେମାନଙ୍କ ଦକ୍ଷିଣରେ ଓ ବାମରେ ଜଳ ପ୍ରାଚୀର ତୁଲ୍ୟ ହେଲା। ଏଥି ଉତ୍ତରେ ମିଶ୍ରୀୟମାନେ ଅର୍ଥାତ୍ ଫାରୋଙ୍କର ସମସ୍ତ ଅଶ୍ୱରଥ ଓ ଅଶ୍ୱାରୂଢ଼ ଲୋକ ସମସ୍ତେ ଦୌଡ଼ି ସେମାନଙ୍କ ପଛେ ପଛେ ସମୁଦ୍ରରେ ପ୍ରବେଶ କଲେ। ମାତ୍ର ରାତ୍ରିର ଶେଷ ପହରରେ, କିମ୍ ଜେମ୍ସ ସଂସ୍କରଣ କହୁଅଛି, ପ୍ରଭାତରେ। ଆସନ୍ତୁ ଆମ୍ଭେ ଇସ୍ରାଏଲମାନଙ୍କୁ ସୁରକ୍ଷିତ ରୂପରେ ସୁପ ସମୁଦ୍ରକୁ ଅତିକ୍ରମ କରିବାର ଦେଖିବା। ମାତ୍ର ରାତ୍ରିର ଶେଷ ପ୍ରହରରେ ସଦାପ୍ରଭୁ ଅଗ୍ନି ଓ ମେଘସ୍ତମ୍ଭ ଦେଇ ମିଶ୍ରୀୟମାନଙ୍କ ସୈନ୍ୟମାନଙ୍କୁ ଅନେଇଲେ ଓ
ଓ ମିଶ୍ରୀୟମାନଙ୍କ ସୈନ୍ୟକୁ ଅସ୍ତବ୍ୟସ୍ତ କଲେ। ସେମାନଙ୍କ ରଥର ଚକ୍ର ବାହାର କରି ପକାନ୍ତେ ସେମାନେ ଅତି କଷ୍ଟରେ ରଥ ଚଢ଼ାଇଲେ। ତହିଁରେ ମିଶ୍ରୀୟ ଲୋକମାନେ କହିଲେ, ଆସ ଆମ୍ଭେମାନେ ଇସ୍ରାଏଲ ସମ୍ମୁଖରୁ ପଳାଇ ଯାଉ, କାରଣ ସଦାପ୍ରଭୁ ସେମାନଙ୍କର ସପକ୍ଷ ହୋଇ ମିଶ୍ରୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି। ଏଥି ଉତ୍ତାରେ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ସମୁଦ୍ର ଉପରେ ଆପଣ ହସ୍ତ ବିସ୍ତାର କର, ତହିଁରେ ମିଶ୍ରୀୟମାନଙ୍କ ସେମାନଙ୍କ ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କ ଉପରେ ପୁନର୍ବାର ଜଳ ଆସିବ। ତହୁଁ ମୂଷା ସମୁଦ୍ର ଉପରେ ହସ୍ତ ବିସ୍ତାର କଲେ, ଆଉ ପ୍ରଭାତ ସମୟକୁ ସମୁଦ୍ର ପୁନର୍ବାର ସମାନ ହେବାକୁ ଲାଗିଲା। ତହୁଁ ମିଶ୍ରୀୟମାନେ ଉଜାଣି ପଳାୟନ କରନ୍ତେ ସଦାପ୍ରଭୁ ସମୁଦ୍ର ମଧ୍ୟରେ ସେମାନଙ୍କୁ ନିକ୍ଷେପ କଲେ। ପୁଣି ଜଳ ପୁନର୍ବାର ଆସି ସେମାନଙ୍କ ରଥ ଓ ଅଶ୍ୱାରୂଢ଼ ଲୋକମାନଙ୍କୁ ଆଚ୍ଛାଦନ କଲା। ତହିଁରେ ଫାରୋଙ୍କର ଯେଉଁ ସବୁ ସୈନ୍ୟ ସେମାନଙ୍କ ପଛେ ପଛେ ସମୁଦ୍ର ମଧ୍ୟରେ ପ୍ରବେଶ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟ ଅବଶିଷ୍ଟ ରହିଲା ନାହିଁ। ମାତ୍ର ଇସ୍ରାଏଲ ସନ୍ତାନଗଣ ସୂକ୍ଷ୍ମ ପଥରେ ସମୁଦ୍ର ମଧ୍ୟ ଦେଇ ଗମନ କଲେ। ପୁଣି ଜଳ ସେମାନଙ୍କ ବାମ ଓ ଦକ୍ଷିଣରେ ପ୍ରାଚୀର ତୁଲ୍ୟ ହେଲା। ଏହି ପ୍ରକାରେ ସେହିଦିନ ସଦାପ୍ରଭୁ ମିଶ୍ରୀୟମାନଙ୍କ ହସ୍ତରୁ ଇସ୍ରାଏଲଙ୍କୁ ରକ୍ଷା କଲେ ଓ ଇସ୍ରାଏଲ ମିଶ୍ରୀୟମାନଙ୍କୁ ସମୁଦ୍ର ତୀରରେ ମୃତ ଦେଖିଲେ। ଏଠାରେ ପ୍ରଭାତ ହୁଅନ୍ତେ ହିଁ ବିଭାଜିତ ହୋଇଥିବା ପାଣି ଯେମିତିକି ସେମିତି ହୋଇଗଲା ଓ ମିଶ୍ରୀୟ ସେନା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଗଲା। ଏହାର ବିପରୀତ ଇସ୍ରାଏଲ ସୁରକ୍ଷିତ ରୂପରେ ସୁପ ସମୁଦ୍ର ଅତିକ୍ରମ କରିପାରିଲେ। ପରମେଶ୍ୱର ଏପରି ଅନୁଗ୍ରହ ପୂର୍ବକ କାର୍ଯ୍ୟ କଲେ। ଆମ୍ଭମାନଙ୍କୁ ଏହି କାର୍ଯ୍ୟ ସ୍ମରଣ ରଖିବା ନିମନ୍ତେ ପରମେଶ୍ୱର ଏହି ଦିନକୁ ପ୍ରଥମ ଫଳ ରୂପରେ ନିଯୁକ୍ତ କଲେ ଓ ଆମ୍ଭମାନଙ୍କୁ ପ୍ରତିବର୍ଷ ବିଶ୍ରାମ ଦିନ ପରେ ତାହା ପାଳନ କରିବାର ଆଜ୍ଞା ଦେଲେ। କାରଣ ଆମ୍ଭେ ଆଜି ରବିବାରକୁ ଆରାଧନା କରୁଅଛୁ, ତେବେ କିଛି ଭାବିପାରିବେ କାହିଁକି ଚର୍ଚ୍ଚ ଅଫ୍ ଗଡ୍ ରବିବାରକୁ ଆରାଧନା କରୁଅଛି। ଯେଉଁମାନେ ଆମ୍ଭମାନଙ୍କର ସତ୍ୟ ବୁଝନ୍ତି ନାହିଁ ସେମାନେ ଏପରି ଭାବିପାରିବେ। କିନ୍ତୁ ଆଜି ପ୍ରଥମ ଫଳର ପର୍ବ, ପୁନରୁତ୍ଥାନର ଦିନ, ଯାହା ବିଶ୍ରାମ ଦିନ ସହିତ ସମ୍ପର୍କ ନାହିଁ। ପରମେଶ୍ୱର ପୁନରୁତ୍ଥାନ ଦିନକୁ ପ୍ରତିବର୍ଷ ରବିବାରକୁ ଆସିବାକୁ ଦେଲେ। ଆସନ୍ତୁ ଆମ୍ଭେ ପୁରାତନ ନିୟମ ଓ ନୂତନ ନିୟମକୁ ଯୋଗ କରି ପୁନରୁତ୍ଥାନ ଦିନର ଅର୍ଥ ପୁଷ୍ଟି କରିବା। ଆସନ୍ତୁ ଆମ୍ଭେ ଲେବୀ ପୁସ୍ତକ ଅଧ୍ୟାୟ 23 ପଦ 9କୁ ଯିବା। ଆହୁରି ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ଆମ୍ଭେ ତୁମମାନଙ୍କୁ ଯେଉଁ ଦେଶ ଦେବା, ସେହି ଦେଶରେ ପ୍ରବେଶ କରି ଯେତେବେଳେ ତୁମ୍ଭେମାନେ ଶସ୍ୟ କାଟିବ, ତେବେ କଣ? ସେତେବେଳେ ତୁମମାନଙ୍କର ପ୍ରଥମ କଟା ଶସ୍ୟର ଏକ ବିଡ଼ା, କାରଣ ପ୍ରଥମ କଟା ଶସ୍ୟର ଉପହାର ଉତ୍ସର୍ଗ କରାଯାଇଥିଲା, ତେବେ ପର୍ବର ନାମ ପ୍ରଥମ ଫଳର ପର୍ବ ରଖାଯାଇଥିଲା। ଯାଜକ ନିକଟକୁ ଆଣିବ। ତହିଁରେ ତୁମମାନଙ୍କ ପକ୍ଷରେ ଗ୍ରାହ ହେବା ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ବିଡ଼ା ଦୋଳାଇବ। ତାହା କେବେ? ବିଶ୍ରାମ ବାରର ପରଦିନ ଯାଜକ ତାହା ଦୋଳାଇବ। 7 ଦିନ ମଧ୍ୟରୁ ବିଶ୍ରାମ ଦିନ ପରେ କେଉଁ ଦିନ ଆସେ? ରବିବାର। କାରଣ ବିଶ୍ରାମ ଦିନ ଶନିବାର, ତେବେ ଶନିବାର ପରେ ରବିବାର। ଏଥିପାଇଁ ପ୍ରଥମ ଫଳର ପର୍ବ ସର୍ବଦା ରବିବାରକୁ ପାଳନ କରାଯାଉଥିଲା। ଆଉ କାହିଁକି ଖ୍ରୀଷ୍ଟ ପ୍ରଥମ ଫଳର ପର୍ବର ଉପହାର ହେଲେ? ତେବେ ରବିବାରକୁ ପୁନରୁତ୍ଥାନ ହେବାର ତାଙ୍କର ଯୋଜନା ଥିଲା। ବାଇବଲରେ 3500 ବର୍ଷ ପୂର୍ବରୁ ହିଁ ଭବିଷ୍ୟବାଣୀ ଥିଲା କି ସେ ବିଶ୍ରାମ ଦିନର ପରଦିନ ପୁନରୁତ୍ଥାନ ହେବେ। ଏହା ରବିବାରର ଭୋର ଠାରୁ ଆରମ୍ଭ ହେଲା, ଯେତେବେଳେ ଇସ୍ରାଏଲ ମାନେ ସୁପ ସମୁଦ୍ର ଅତିକ୍ରମ କରିଥିଲେ। ରବିବାର ଭୋରକୁ ସୁପ ସମୁଦ୍ର ଅତିକ୍ରମ କରିବା ମୂଳ ସ୍ଥାନ ହେଲା। ପୁରାତନ ନିୟମର ସମୟର ବିଧିରେ ପରମେଶ୍ୱର ବିଶ୍ରାମ ଦିନର ପରଦିନ ଯାଜକକୁ ପ୍ରଥମ କଟା ଶସ୍ୟର ବିଡ଼ା ଆଣି ତାହା ସ୍ୱର୍ଗ ଆଡ଼କୁ ଦୌଡ଼ାଇବାକୁ ଦେଲେ। କାରଣ ଯାଜକ ପ୍ରଥମ କଟା ଶସ୍ୟ ଦୌଡ଼ାଉଥିଲେ, ତେବେ ତାହା ଦଳନୀୟ ନୈବେଦ୍ୟର ପର୍ବ କହୁଥିଲେ। ଆଉ କାରଣ ଯାଜକ ସେହି ନୈବେଦ୍ୟକୁ ଉଠାଉଥିଲା, ତେବେ ତାହା ଉଠାଇ ଯିବାର ପର୍ବ କହୁଥିଲେ। ଓ କାରଣ ପ୍ରଥମ ଶସ୍ୟ ପରମେଶ୍ୱରଙ୍କୁ ଉତ୍ସର୍ଗ କରାଯାଉଥିଲା, ତେବେ ତାହା ପ୍ରଥମ ଫଳର ପର୍ବ ମଧ୍ୟ କୁହାଗଲା। ଯଦି ହିଁ ଭିନ୍ନ ଭିନ୍ନ ନାମ ଅଛି, କିନ୍ତୁ ସେହି ସବୁ ଗୋଟିଏ ହିଁ ପର୍ବକୁ ସଂକେତ କରୁଅଛି। ଏହା ଲେଖା ଅଛି, ବିଶ୍ରାମ ବାରର ପରଦିନ ଯାଜକ ପ୍ରଥମ କଟା ଶସ୍ୟକୁ ଦୌଡ଼ାଇବ। ଏହି ଭବିଷ୍ୟବାଣୀ ଅନୁସାରେ ନୂତନ ନିୟମରେ ଏହା ଲେଖା ଅଛି କି ଯୀଶୁ ଖ୍ରୀଷ୍ଟ ପ୍ରଥମ ଫଳ ସ୍ୱରୂପେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି। ଆସନ୍ତୁ ଆମ୍ଭେ ପ୍ରଥମ କୋରିନ୍ଥୀୟ ଅଧ୍ୟାୟ 15ରେ ଏହାର ପୁଷ୍ଟି କରିବା। ଏହି ପ୍ରଶ୍ନ ବିଷୟରେ ଯୀଶୁଙ୍କ ପୁନରୁତ୍ଥାନ କାହିଁକି ରବିବାରକୁ ହେଲା, ବାଇବଲ ମଧ୍ୟ ଆମ୍ଭମାନଙ୍କୁ ଉତ୍ତର ଦେଉଅଛି। ପ୍ରଥମ କୋରିନ୍ଥୀୟ ଅଧ୍ୟାୟ 15 ପଦ 20ରେ ଏହା ଲେଖା ଅଛି, କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କ ପ୍ରଥମ ଫଳ ସ୍ୱରୂପେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି।
ଯୀଶୁ ପ୍ରଥମ ଫଳ ଥିଲେ। ପୁରାତନ ନିୟମର ପର୍ବରେ ପ୍ରଥମ ଫଳର ପର୍ବର ଦିନ ଥିଲା। ଯୀଶୁ ସେହି ପ୍ରଥମ ଫଳ ପର୍ବର ନୈବେଦ୍ୟ ହେଲେ। ପର୍ବର ଭବିଷ୍ୟବାଣୀ ମଧ୍ୟ ଯୀଶୁଙ୍କ ଦ୍ୱାରା ପୁରା ହେଲା। ଯେମିତିକି ଲେଖା ଅଛି, ପ୍ରଭୁ ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ ସ୍ୱରୂପେ ହେଲେ। ପ୍ରଥମ ଫଳ ପରମେଶ୍ୱରଙ୍କୁ କେବେ ଉତ୍ସର୍ଗ କରିବା ଉଚିତ? ପ୍ରଥମ ଫଳର ନୈବେଦ୍ୟ ରୂପରେ ତାଙ୍କୁ ରବିବାରକୁ ଉତ୍ସର୍ଗ କରିବା ଉଚିତ। ତେବେ ରବିବାରକୁ କ'ଣ ହୋଇଥିଲା? ଆସନ୍ତୁ ଆମ୍ଭେ ଯୋହନ ଅଧ୍ୟାୟ 20 ପଦ 1 କୁ ଯିବା। ସପ୍ତାହର ପ୍ରଥମ ଦିନ, ଏହା ବିଶ୍ରାମବାରର ପରଦିନ, ହଁ ନା? ପୁଣି ତାହା କେଉଁ ଦିନ? ରବିବାର। ସପ୍ତାହର ପ୍ରଥମ ଦିନ ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ମଗ୍ଦଲିନୀ ମରିୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚା ଯାଇଥିବା ଦେଖିଲେ। ତେଣୁ ସେ ଦୌଡ଼ି ଯାଇ ସିମୋନ ପିତର ଓ ଯୀଶୁ ଯାହାଙ୍କୁ ସ୍ନେହ କରୁଥିଲେ ସେହି ଅନ୍ୟ ଶିଷ୍ୟଙ୍କ ନିକଟକୁ ଆସିଲେ, ଆଉ ସେମାନଙ୍କୁ କହିଲେ, କେଉଁମାନେ ସମାଧିରୁ ପ୍ରଭୁଙ୍କୁ ଘେନି ଯାଇଅଛନ୍ତି, ପୁଣି ତାହାଙ୍କୁ କେଉଁଠାରେ ରଖିଅଛନ୍ତି ତାହା ଆମ୍ଭେମାନେ ଜାଣୁନାହୁଁ। ସେଥିରେ ପିତର ଓ ସେହି ଅନ୍ୟ ଶିଷ୍ୟ ସମାଧି ନିକଟକୁ ଯିବା ପାଇଁ ବାହାରିଲେ। ସେମାନେ ଦୁହେଁ ଏକ ସଙ୍ଗରେ ଦୌଡ଼ିବାକୁ ଲାଗିଲେ, ଆଉ ସେହି ଅନ୍ୟ ଶିଷ୍ୟ ପିତରଙ୍କୁ ପଛରେ ପକାଇ ଆଗେ ସମାଧି ନିକଟରେ ପହଞ୍ଚିଲେ। ପୁଣି ନଈ ପଡ଼ି ଭିତରକୁ ଚାହିଁ ସରୁ ଲୁଗା ସବୁ ପଡ଼ିଥିବା ଦେଖିଲେ, ତଥାପି ସେ ଭିତରେ ପଶିଲେ ନାହିଁ। ପରେ ସିମୋନ ପିତର ମଧ୍ୟ ତାଙ୍କ ପଛେ ପଛେ ଆସି ପହଞ୍ଚିଲେ ଓ ସମାଧି ଭିତରେ ପ୍ରବେଶ କରି ଦେଖିଲେ ଯେ ସରୁ ଲୁଗା ଗୁଡ଼ିକ ପଡ଼ିଅଛି, ପୁଣି ତାହାଙ୍କ ମୁଣ୍ଡରେ ଯେଉଁ ଗାମୁଛା ବନ୍ଧା ହୋଇଥିଲା ତାହା ସରୁ ଲୁଗା ସହିତ ନ ଥାଇ ଅଲଗା ଗୋଟିଏ ସ୍ଥାନରେ ଗୁଡ଼ା ହୋଇ ରହିଅଛି। ସେତେବେଳେ ଯେଉଁ ଅନ୍ୟ ଶିଷ୍ୟ ଆଗେ ସମାଧି ନିକଟକୁ ଆସିଥିଲେ ସେ ମଧ୍ୟ ଭିତରେ ପ୍ରବେଶ କରି ଦେଖିଲେ ଓ ବିଶ୍ୱାସ କଲେ, କାରଣ ମୃତମାନଙ୍କ ମଧ୍ୟରୁ ତାହାଙ୍କୁ ଯେ ଉତ୍ଥାନ କରିବାକୁ ହେବ, ଧର୍ମଶାସ୍ତ୍ରର ଏହି ବାକ୍ୟ ସେମାନେ ସେ ପର୍ଯ୍ୟନ୍ତ ବୁଝି ନଥିଲେ। ପରେ ଶିଷ୍ୟମାନେ ପୁନର୍ବାର ସେମାନଙ୍କ ଗୃହକୁ ଚାଲିଗଲେ। ପୁନରୁତ୍ଥାନ କେବେ ହେଲା? ତାହା ବିଶ୍ରାମବାରର ପରଦିନ, ରବିବାରକୁ ହେଲା। ଯେମିତି ଭବିଷ୍ୟବାଣୀ କରାଯାଇଥିଲା ସେମିତି ଯୀଶୁ ତାହା ପୁରା କଲେ, ହଁ ନା? ଆସନ୍ତୁ ଆମ୍ଭେ ବାକ୍ୟ 11 ସହିତ ଜାରି ରଖିବା। କିନ୍ତୁ ମରିୟମ ରୋଦନ କରୁ କରୁ ବାହାରେ ସମାଧି ନିକଟରେ ଠିଆ ହୋଇ ରହିଲେ। ପୁଣି ରୋଦନ କରୁ କରୁ ସେ ନଈ ପଡ଼ି ସମାଧି ଭିତରକୁ ଚାହିଁ ଯୀଶୁଙ୍କ ଶରୀର ଯେଉଁ ସ୍ଥାନରେ ରଖାଯାଇଥିଲା ସେଥିରେ ମୁଣ୍ଡ ପାଖରେ ଜଣେ ଓ ପାଦ ପାଖରେ ଆଉ ଜଣେ, ଏହିପରି 2 ଜଣ ସୂକ୍ଷ୍ମ ବସ୍ତ୍ର ପରିହିତ ଦୂତଙ୍କୁ ବସିଥିବା ଦେଖିଲେ। ସେମାନେ ତାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ? ସେ ସେମାନଙ୍କୁ କହିଲେ, କେଉଁମାନେ ମୋହର ପ୍ରଭୁଙ୍କୁ ଘେନି ଯାଇଅଛନ୍ତି, ଆଉ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି ତାହା ମୁଁ ଜାଣେ ନାହିଁ। ସେ ଏହା କହି ପଛକୁ ବୁଲି ପଡ଼ି ଯୀଶୁଙ୍କୁ ଠିଆ ହୋଇଥିବା ଦେଖିଲେ, କିନ୍ତୁ ସେ ଯେ ଯୀଶୁ ତାହା ଜାଣିଲେ ନାହିଁ। ଯୀଶୁ ତାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ? କାହାର ଅନ୍ୱେଷଣ କରୁଅଛ? ସେ ତାହାଙ୍କୁ ଉଦ୍ୟାନର ମାଳି ବୋଲି ମନେ କରି କହିଲେ, ମହାଶୟ, ଆପଣ ଯଦି ତାହାଙ୍କୁ ଘେନି ଯାଇଅଛନ୍ତି ତାହାହେଲେ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି ମୋତେ କୁହନ୍ତୁ, ଆଉ ମୁଁ ତାହାଙ୍କୁ ଘେନି ଯିବି। ଯୀଶୁ ତାଙ୍କୁ କହିଲେ, ମରିୟମ। ସେ ବୁଲି ପଡ଼ି ଏବ୍ରୀ ଭାଷାରେ ତାହାଙ୍କୁ କହିଲେ, ରାବୁନି, ଅର୍ଥାତ୍ ହେ ଗୁରୁ। ଯୀଶୁ ତାଙ୍କୁ କହିଲେ, ମୋତେ ଧରି ରଖ ନାହିଁ, କାରଣ ମୁଁ ଏପର୍ଯ୍ୟନ୍ତ ପିତାଙ୍କ ନିକଟରେ ଆରୋହଣ କରିନାହିଁ। କିନ୍ତୁ ମୋର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ, ମୁଁ ମୋହର ପିତା ଓ ତୁମମାନଙ୍କର ପିତା, ମୋହର ଈଶ୍ୱର ଓ ତୁମମାନଙ୍କର ଈଶ୍ୱରଙ୍କ ନିକଟକୁ ଆରୋହଣ କରୁଅଛି। ମଗ୍ଦଲିନୀ ମରିୟମ ଯାଇ, ମୁଁ ପ୍ରଭୁଙ୍କୁ ଦେଖିଅଛି, ଆଉ ସେ ମୋତେ ଏହି ସବୁ କହୁଅଛନ୍ତି ବୋଲି ଶିଷ୍ୟମାନଙ୍କୁ ସମ୍ବାଦ ଦେଲେ। ବିଶ୍ରାମବାରର ପରଦିନ ଯାହା ହେଲା ତାହା ଦ୍ୱାରା ଯୀଶୁ ପ୍ରଥମ ଫଳର ସମସ୍ତ ଭବିଷ୍ୟବାଣୀ ପୁରା କଲେ। ଏବେ ଆସନ୍ତୁ ଆମ୍ଭେ ସଂକ୍ଷେପରେ ଦେଖିବା। ନିସ୍ତାର ପର୍ବ ପରେ ଖମିର ଶୂନ୍ୟ ରୁଟିର ପର୍ବ ଆସେ, ଆଉ ପୁଣି ପୁନରୁତ୍ଥାନର ଦିନ ଆସେ। ନିସ୍ତାର ପର୍ବ ଆନନ୍ଦ ଓ ଜୀବନର ପର୍ବ, ଆଉ ଖମିର ଶୂନ୍ୟ ରୁଟିର ପର୍ବ ଦୁଃଖ କଷ୍ଟର ପର୍ବ। ଜୀବନ ପ୍ରାପ୍ତ କରିବାର ଆନନ୍ଦ ପରେ ଆମ୍ଭମାନଙ୍କ ଶତ୍ରୁ ଶୟତାନ ଯୀଶୁଙ୍କ ଉପରେ ମହା ଯନ୍ତ୍ରଣା, ଅତ୍ୟାଚାର ଓ ନିର୍ଯାତନା ଦେଇଥିଲା। ସେ ବଳିଦାନ ମାଗିଲେ, କିନ୍ତୁ ଆମ୍ଭମାନଙ୍କ ପରମେଶ୍ୱର ମୃତ୍ୟୁର ଶକ୍ତି ତଳେ ବନ୍ଧା ହୋଇ ରହିପାରିବେ ନାହିଁ। ପ୍ରଥମ ଫଳର ପର୍ବ ଦ୍ୱାରା ସେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ହେଲେ ଓ ସମସ୍ତ ମାନବ ଜାତିଙ୍କୁ ଘୋଷଣା କଲେ କି ଆମ୍ଭେ ମୃତ୍ୟୁ ଦ୍ୱାରା ବିନାଶ ହେବା ନାହିଁ, କିନ୍ତୁ ଆମ୍ଭମାନଙ୍କ ପୁନରୁତ୍ଥାନ ହେବ, ଆମ୍ଭେ ପରିବର୍ତ୍ତିତ ହୋଇଯିବା। ସେ ସ୍ୱୟଂ ସମସ୍ତ ମାନବ ଜାତିଙ୍କୁ ଏହି ସତ୍ୟର ଘୋଷଣା କଲେ। ଆସନ୍ତୁ ଆମ୍ଭେ ପ୍ରଥମ ଥେସଲୋନିକୀୟ ଅଧ୍ୟାୟ 4 ପଦ 16 ଉପରେ ନଜର ପକାଇବା।
हे भाई माने भरोसाहीन अन्य समस्तଙ୍କ ପାଇଁ ତୁମେମାନେ ଯେପରି ସକାକୁଡ଼ ନ ହୁଅ। ଏଥି ନିମନ୍ତେ ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କ ବିଷୟରେ ତୁମେମାନେ ଯେ ଅଜ୍ଞ ଥାଅ ଏହା ଆମମାନଙ୍କ ଇଚ୍ଛା ନୁହେଁ। କାରଣ ଯଦି ଆମ୍ଭେମାନେ ବିଶ୍ୱାସ କରୁଅଛୁ ଯେ ଯୀଶୁ ମୃତ୍ୟୁ ଭୋଗ କରି ପୁନର୍ବାର ଉଠିଅଛନ୍ତି, ଅର୍ଥାତ୍ ଆମ୍ଭେ ବିଶ୍ୱାସ କରୁଅଛୁ କି ଯୀଶୁଙ୍କ ପୁନରୁତ୍ଥାନ ହେଲା, ତେବେ ଈଶ୍ୱର ଯେ ଯୀଶୁଙ୍କ ଦ୍ୱାରା ମହାନିଦ୍ରା ପ୍ରାପ୍ତ ଲୋକମାନଙ୍କୁ ସେହି ପ୍ରକାରେ ତାହାଙ୍କ ସଙ୍ଗରେ ଆଣିବେ ଏହା ମଧ୍ୟ ବିଶ୍ୱାସ କରିବା ଉଚିତ। ଏହି ଅଦ୍ଭୁତ ବିଷୟ ସେହି ସମୟରେ ହେବ ଯେତେବେଳେ ଯୀଶୁ ଆମ୍ଭମାନଙ୍କୁ ସ୍ୱର୍ଗ ନେଇଯିବା ପାଇଁ ଆସିବେ। ଏହି ସନ୍ଦେଶ ପ୍ରଥମ ଚର୍ଚ୍ଚର ସଦସ୍ୟଙ୍କୁ ଆଶା ଓ ଖୁସି ଦେଲା। ମୃତ୍ୟୁ ପୁନରୁତ୍ଥିତ ହୋଇ ପରମେଶ୍ୱର ଆମ୍ଭମାନଙ୍କୁ ଦେଖାଇଲେ କି ଆମ୍ଭେମାନଙ୍କ ସହିତ କ'ଣ ହେବ। ହଁ ନା? ପଦ 15 ଯେଣୁ ଆମ୍ଭେମାନେ ପ୍ରଭୁଙ୍କ ବାକ୍ୟ ଅନୁସାରେ ତୁମମାନଙ୍କୁ ଏହା କହୁଅଛୁ, ଆମ୍ଭେମାନେ ଯେତେ ଲୋକ ପ୍ରଭୁଙ୍କ ଅଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ଥିବୁ, ଆମ୍ଭେମାନେ କୌଣସି ପ୍ରକାରେ ମହାନିଦ୍ରା ପ୍ରାପ୍ତ ଲୋକଙ୍କର ଅଗ୍ରଗାମୀ ହେବୁ ନାହିଁ। କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କ ସ୍ୱର ଓ ଈଶ୍ୱରଙ୍କ ତୁରୀବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ। ସେଥିରେ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇ ମରିଅଛନ୍ତି ସେମାନେ ପ୍ରଥମେ ଉଠିବେ। ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟମଣ୍ଡଳକୁ ନୀତ ହେବୁ। ଏହି ପ୍ରକାରେ ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ। ଅତଏବ ଏହି ସମସ୍ତ ବାକ୍ୟ ଦ୍ୱାରା ତୁମେମାନେ ପରସ୍ପରକୁ ସାନ୍ତ୍ୱନା ଦିଅ। ଯୀଶୁଙ୍କ ପୁନରୁତ୍ଥାନର ସୁସମାଚାର ସେହି ସମସ୍ତ ଲୋକଙ୍କ ପାଇଁ ଯେଉଁମାନେ ଯୀଶୁଙ୍କ ଉପରେ ବିଶ୍ୱାସ କରୁଥିଲେ ମହାନ ଆନନ୍ଦିତ ସମାଚାର ଥିଲା। କାରଣ ସେମାନେ ଭୟରେ କମ୍ପିତ ହେଉଥିଲେ। ଏଥିପାଇଁ ଅତ୍ୟାଚାର ଓ ଶହୀଦ ହେବାର ପରିସ୍ଥିତି ସାମ୍ନା କରୁଥାଇ ମଧ୍ୟ ସେମାନେ ଭାବିଲେ, ଯଦି ହିଁ ମୋହର ଶରୀର ଅଳ୍ପ ସମୟ ପାଇଁ ଏହି ପ୍ରକାର ପୀଡ଼ିତ ଅଛି ଆଉ ସମାପ୍ତ ହେବାର ଅଛି, କିନ୍ତୁ ପୁନରୁତ୍ଥାନ ପରେ ମୋହର ଆତ୍ମା ପରମେଶ୍ୱରଙ୍କ ନିକଟକୁ ଯିବ। ସେମାନଙ୍କ ନିକଟରେ ସର୍ବଦା ପୁନରୁତ୍ଥାନର ଆଶା ଥିଲା ଆଉ ଏହା ଦ୍ୱାରା ସେମାନଙ୍କୁ ବିଶ୍ୱାସରେ ଦୃଢ଼ ରହିବାରେ ସହାୟତା ମିଳିଲା। ସେମାନଙ୍କ ପାଖରେ ଖ୍ରୀଷ୍ଟଙ୍କ ପଛରେ ତାଙ୍କ କ୍ରୁଶର ପଥରେ ଚାଲିବା ପାଇଁ ପର୍ଯ୍ୟାପ୍ତ ବିଶ୍ୱାସ ଥିଲା ଓ ସେମାନେ ମରିବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ। ଆମେ ପ୍ରଥମ ଥେସଲୋନିକୀୟ ଅଧ୍ୟାୟ 4ରେ ଦେଖିପାରିବା। ଏହା କହୁଅଛି, ମରିଥିବା ଲୋକେ ପୁନର୍ବାର ଜୀବନ ପ୍ରାପ୍ତ କରିବେ ଓ ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ମେଘମାଳାରେ ଶୂନ୍ୟମଣ୍ଡଳୀକୁ ନୀତ ହେବୁ। ପ୍ରତ୍ୟେକ ଦିନ ସଦାସର୍ବଦା ଆନନ୍ଦ ଓ ଖୁସିର ଚମତ୍କାର ଦୁନିଆରେ ଜୀବନଯାପନ କରିବା। କାରଣ ସେମାନଙ୍କ ହୃଦୟ ଏପରି ଦୃଢ଼ ବିଶ୍ୱାସରେ ପୂର୍ଣ୍ଣ ଥିଲା, ତେବେ ଯଦିଓ ସେମାନଙ୍କୁ କେତେ ହିଁ ଗମ୍ଭୀରତାରେ ଅତ୍ୟାଚାର କରାଯାଉଥିଲା ସେମାନେ ଟଳମଳ ହେଉନଥିଲେ। କିନ୍ତୁ ଯଦି ହିଁ ରୋମାନ ସମ୍ରାଟ ଯାହାଙ୍କ ପାଖରେ ସଂସାରର ସମସ୍ତ ଶକ୍ତି ଥିଲା ସେମାନଙ୍କୁ ଯୀଶୁଙ୍କ ଉପରେ ବିଶ୍ୱାସ ନ କରିବା ପାଇଁ ଧମକେଇଲେ ଓ ସମସ୍ତ ଲୋକମାନେ ସେମାନଙ୍କ ଉପହାସ କଲେ, ତଥାପି ସେମାନେ ଶେଷ ପର୍ଯ୍ୟନ୍ତ ବିଶ୍ୱାସ ରଖିଲେ। ଏହି ଯୁଗରେ ଆମ୍ଭମାନଙ୍କୁ ମଧ୍ୟ ପୁନରୁତ୍ଥାନ ନିମନ୍ତେ ଆମମାନଙ୍କ ବିଶ୍ୱାସକୁ ନ ହରାଇବା ଉଚିତ। ନରକର ଅନନ୍ତ ଅଗ୍ନିରେ ଯିବେ, ତେବେ ପରମେଶ୍ୱରଙ୍କ ଲୋକଙ୍କ ପୁନରୁତ୍ଥାନ ହେବ ଓ ସେମାନେ ପରିବର୍ତ୍ତନ ହୋଇଯିବେ। ଆଉ ଏହା କି ଯେତେବେଳେ ପରମେଶ୍ୱର ଆମ୍ଭମାନଙ୍କୁ ତାଙ୍କ ସହିତ ରହିବା ନିମନ୍ତେ ନେବା ପାଇଁ ଆସିବେ, ତେବେ ଆମମାନଙ୍କ ପାଖରେ ମହାନ ଆନନ୍ଦ ସହିତ ପ୍ରଭୁଙ୍କ ସହିତ ମେଘମାଳାରେ ସାକ୍ଷାତ ହେବାର ଚମତ୍କାର ସମୟ ହେବ। ଏହି ଯୁଗରେ ଆମମାନଙ୍କୁ ଆମମାନଙ୍କ ଚମତ୍କାର ଭବିଷ୍ୟତ ବିଷୟରେ ଗର୍ବ ଓ ଆତ୍ମବିଶ୍ୱାସକୁ ନ ହରାଇ ଏହି ଆଶା ଓ ବିଶ୍ୱାସ ହେବା ଦରକାର। ଆମ୍ଭ ସମସ୍ତଙ୍କ ପାଖରେ ପୁନରୁତ୍ଥାନର ଆଶା ଅଛି। ଚକ୍ଷୁର ପଲକ ମାରିବା ମାତ୍ରେ ମୃତମାନେ ଅବିନାଶୀ ଦଶାରେ ଉତ୍ଥିତ ହେବେ ଆଉ ଯେଉଁମାନେ ଜୀବିତ ଓ ଅବଶିଷ୍ଟ ରହିବେ ସ୍ୱର୍ଗଦୂତଙ୍କ ରୂପରେ ପରିବର୍ତ୍ତନ ହେବେ ଓ ମେଘମାଳାରେ ପ୍ରଭୁଙ୍କ ସହିତ ସାକ୍ଷାତ ହେବେ। ଆମ୍ଭେ ମେଘମାଳାରେ ପ୍ରଭୁଙ୍କ ସହିତ ସାକ୍ଷାତ ହେବା ଓ ଆମ୍ଭମାନଙ୍କ ସମସ୍ତ କଷ୍ଟ ଓ ଦୁଃଖ ପରିତ୍ୟାଗ କରି ସର୍ବଦା ପାଇଁ ପରମେଶ୍ୱରଙ୍କ ରାଜ୍ୟରେ ପ୍ରଭୁଙ୍କ ସହିତ ରହିବା। ଆମ୍ଭେ ନୂତନ ଆନନ୍ଦ ଓ ଖୁସିର ସହିତ ଯାହା ପରମେଶ୍ୱର ଆମ୍ଭମାନଙ୍କ ପାଇଁ ପ୍ରତ୍ୟେକ ଦିନ ଆଣିବେ ଏପରି ଚମତ୍କାର ଜୀବନଯାପନ କରିବା। ପୁନରୁତ୍ଥାନର ଦିନ ସେହି ଦିନ ଥିଲା ଯିଏ ପ୍ରାଥମିକ ଖ୍ରୀଷ୍ଟିଆନଙ୍କ ବିଶ୍ୱାସରେ ମହାନ ଜୀବନ ଶକ୍ତି ଆଣିଲା। ଯେଉଁମାନେ ଆପଣା ସମସ୍ତ ବିଶ୍ୱାସକୁ ହରାଇ ନିରାଶ ଓ ହତାଶ ଥିଲେ ଓ ତାହା ଦ୍ୱାରା ସେମାନଙ୍କ ଗର୍ବ ଓ ଆନନ୍ଦ ଜାଗି ଉଠିଲା। ଏହି ପୁନରୁତ୍ଥାନ ଦିନରେ ଆସନ୍ତୁ ଆମେ ପୁଣି ଥରେ ଅନନ୍ତ ସ୍ୱର୍ଗ ରାଜ୍ୟ ନିମନ୍ତେ ଅଧିକ ଆଶା ରଖିବା। ଆଶା କରୁଥାଏ କି ଆପଣ ଆଜି ଅନୁଗ୍ରହପୂର୍ଣ୍ଣ ଓ ସୁନ୍ଦର ପର୍ବ ପାଳନ କରିବେ। ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।